ସଫଳତା ପାଇବାକୁ ହେଲେ ନିଜ ପରିଶ୍ରମରେ ହିଁ ଆଗକୁ ଯିବାକୁ ପଡ଼ିଥାଏ। ଆଉ ସଫଳ ହେଲା ପରେ ଲୋକେ ନିଜେ ନିଜେ ଆମ ପଛରେ ଆସିବେ। ପୃଥିବୀରେ ଏମିତି କୌଣସି ଲୋକ ନାହିଁ ଯାହାର ସମସ୍ୟା ନାହିଁ, ଆଉ ଦୁନିଆରେ ଏମିତି କୌଣସି ସମସ୍ୟା ନାହିଁ ଯାହାର କି ସମାଧାନ ନାହିଁ। ଜୀବନରେ କେବେ କାହାକୁ ବି ଅଦରକାରୀ ଭାବ ନାହିଁ, କାରଣ ବନ୍ଦ ହୋଇ ପଡ଼ି ରହିଥିବା ଘଣ୍ଟା ମଧ୍ୟ ଦିନରେ 2 ଥର ଠିକ୍ ସମୟ ଦେଇଥାଏ। ଯେଉଁ ଜାଗାରେ ସମ୍ମାନ ବୋଲି କିଛି ନାହିଁ, ସେ ଜାଗାକୁ ଯିବା ହିଁ ବେକାର। ସେ କାହାର ଘର ହେଉ କିମ୍ବା କାହାର ହୃଦୟ। ନିଜ ବିଷୟରେ ସବୁବେଳେ ଭଲ ହିଁ ଭାବନ୍ତୁ। ଆଉ ଅନ୍ୟ ଲୋକମାନେ ତ ଆମକୁ ସବୁବେଳେ ଆକ୍ଷେପ କରି ଅନେକ କଥା କହିଥାନ୍ତି, ଆଉ ବହୁତ ଖରାପ ମଧ୍ୟ ଭାବିଥାନ୍ତି। ଏ ଦୁନିଆରେ ଯିଏ ଯାହା କହୁଛି କହୁ, ନିଜେ ଠିକ୍ ଥିଲେ ସବୁ ଠିକ୍ ହୋଇଯିବ। ତୁମେ ତୁମର ଭବିଷ୍ୟତକୁ ବଦଳେଇ ପାରିବ ନାହିଁ, ହେଲେ ନିଜର ଅଭ୍ୟାସ ଆଉ କର୍ମକୁ ନିଶ୍ଚିତ ବଦଳେଇ ପାରିବ। ଯଦି କିଏ ଏକୁଟିଆ ଅଛି, ଏହାର ଅର୍ଥ ଏହା ନୁହେଁ କି ତାକୁ କେହି ବି ପସନ୍ଦ କରୁନାହାନ୍ତି, ବରଂ ସେ ଏକୁଟିଆ ଏଥିପାଇଁ ଅଛି କାରଣ ସେ ଦୁନିଆ କ'ଣ ଭଲ ଭାବରେ ଜାଣିସାରିଛି। ସଠିକ୍ ରାସ୍ତାରେ ଚାଲିବା ନିଶ୍ଚୟ ଟିକେ କଷ୍ଟକର ହୋଇଥାଏ, କିନ୍ତୁ ଏହି ରାସ୍ତାରେ ଆପଣଙ୍କୁ କେହି ହରେଇଦେବ ଏ ଡର ନଥାଏ। କର୍ମ ଯେମିତି ହେଉନା କାହିଁକି, ଯଦି ତୁମେ ନିଜ କର୍ମକୁ କେବେ ବି ସମ୍ମାନ କରିନ, ତେବେ ତମେ କେବେ ସଫଳତା ପାଇପାରିବ ନାହିଁ।